ଅବସ୍ଥା କେମିତି ହେଲା ବିକ୍ରମ? ତୋର ଏ ଅବସ୍ଥାଟା କେମିତି ହେଲା? ଏ ବିକ୍ରମ সেনাপতি বাবু ଆ এ সেনাপতি বাবু କଣ ହେଲା ବିକ୍ରମ? ମୋ କର୍ମର ଫଳ ମୁଁ ଭୋଗୁଛି। ହେଲେ ତମେ ପୁଣି ଆମ ଘରକୁ ତମେ ଆସିଲ କୋଉ କାରଣ? ସେଦିନର କଥା ମନେ ଅଛି ନା? ମୁଁ ତତେ କହିଥିଲି ନା ଆଜି ନହେଲେ କାଲି ମୁଁ ତତେ ନିଶ୍ଚୟ ପ୍ରତିଶୋଧ ନେବି। ହେଲେ ଆଜି ସେଇ ସମୟ ଆସିଯାଇଛି ମାନେ ମୁଁ ତୋଠୁ ଅତି ସହଜରେ ପ୍ରତିଶୋଧ ନେବି। ବିକ୍ରମ ମନେ ଅଛି ନା ବିକ୍ରମ? ତୋ ସବୁ ଗୋଟି ଗୋଟି ମନେ ଅଛି? ଏ ସେନାପତି ମୁଁ ତ ଦୁର୍ବଳ ଅବସ୍ଥାରେ ହେଲେ ମୁଁ ତ ଏବେ ଝଗଡ଼ା କରୁନି ନା, ମୁଁ ତ ଝଗଡ଼ା ଚାହୁଁନି। ବାସ୍ ଦେଖିଲା ବିକ୍ରମ ମୁଁ ଆଜି କେମିତି ଅବସ୍ଥା କରିବ ଏଇ କାଳ ପ୍ରଣ୍ଟ ଖାଲି ତୁ ଖାଲି ଦେଖିଲା ବିକ୍ରମ ଦେଖିବୁ ଆଉ ଦେଖିବୁ ଏଇ ଦେଖ 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 ସେଦିନ ମୌସମୀ କଟାରୁ ପରାସ୍ତ ହୋଇ ଚାଲି ଯାଇଥିଲୁ ନା। ଆଜି ମୌସମୀ ଦୁର୍ବଳ ହେଇଗଲେ ବୋଲି ଆସି ଏଠି ବଳ ଦେଖାଉଛି ବଳ। ତତେ ଟିକେ ଲଜ୍ଜା ଲାଗୁନାହିଁ? আবার শালি হারাম জাতি সোনা কোটাই সামান্য মাইকিনে শালিটা হয় তো আজ কালো পড়ার আঁখের সামনে জবাব দো তো বুঝে গলি তুলসী वो सब बुझे गली तो स्वामी को पाटेनी बोली तो ते भारी बात थिला ना हेले तक तुलसी एई ना तो ते पाटेबी ଆଉ ତ ସେଇ ବିକଳାଙ୍ଗ ସ୍ୱାମୀଟା ଦେଖିବ ତାକୁ କେମିତି ବାଧିବ ସେଇ କଥାଟା ମୁଁ ଖାଲି ଦେଖ ନାଇଁ ନାଇଁ କହିଲି ନାଇଁ ଦେଖିବୁ ଦେଖିବୁ ବିକ୍ରମ ଆରେ ତାହେଲେ ତୁ ଏଇ ଦେଖ সেনাপতি বাবু ତମର ଶତ୍ରୁତା ମୋ ସହ ଅଛି। ସେ ତ ବୋଲା ସେ ତ ତମର କିଛି କ୍ଷତି କରି ଏ ବିକ୍ରମ ତ ଠିକ କହିଛୁ ବିକ୍ରମ ତ ଠିକ କହିଛୁ ତୋରି ମୋରି ଭିତରେ ଶତ୍ରୁତା ତୋ ସ୍ତ୍ରୀ ଉପରେ ନୁହେଁ ହେଲେ କଣ କରିବି ଶୁଣା ମୋ କାମରେ ଯଦି ଯେ ବାଧା ଦେବାକୁ ଚେଷ୍ଟା କରିବ ମୁଁ ତାକୁ ଶେଷ କରିଦେବି ବିକ୍ରମ ଶେଷ କରିଦେବି। ଏ ସେନାପତି ବାବୁ ମୋ ସ୍ତ୍ରୀକୁ ଛାଡ଼ି ଦିଅ। ମତେ ଯାହା କରିବାର ଅଛି କର। ଏ ରାଜ୍ୟ ଧନ ସମ୍ପତ୍ତି ସବୁ ନିଅ ପଛକେ ଆମ ଦୁଇ ପ୍ରାଣୀଙ୍କୁ ଛାଡ଼ି ଦିଅ। ବାସ୍ ଏବେ ତୋର ସବୁ ମନେ ପଡିଛି ବିକ୍ରମ ଏଇଟା ତୋର ସବୁ ମନେ ପଡିଛି ସେଇଦିନ ତୋର ମନେ ଅଛି ନା ସେଇଦିନ ମୁଁ ବି ତୋ ପାଦ ଧରିଥିଲି ଏମିତି ଆକୁଳ ହୋଇ ବେଶୀ କହିଥିଲି
ତୁ କଣ ମୋ କଥା ଶୁଣିଥିଲୁ ବିକ୍ରମ? ଏ ବିକ୍ରମ, ମୋ ଛାତି ଭିତରେ, ମୋ ଏଇ ହୃଦୟ ଭିତରେ ଯୋଉ ନିଆଁଟା ହୁତୁ ହୁତୁ ହେଇ ଜଳୁଛି, ତୁ ତାକୁ କଣ ଲିଭାଇ ଦେଇ ପାରିବ? ବିକ୍ରମ, ରାଜକୁମାରୀ ଅବନ୍ତିକାକୁ ତ ମୋଠୁ ଦୂରେଇ ଯାଇଥିଲ, ହେଲେ ତାକୁ ତୁ କଣ ଫେରେଇ ଦେଇ ପାରିବ? କହ ବିକ୍ରମ, କହ। ଏ ସେନାପତି ବାବୁ, ସେ କଣ ମୋର? ସେ ତ ଆଉ ଅନ୍ୟ କାହାର ଅମାନତ। ଏଣୁ ତମେ ତ ଜଣେ ଜ୍ଞାନୀ ବିବେକ, ହେଲେ ଧନ ଜନ ରାଜ୍ୟ ସିଂହାସନ ନିଅ ପଛକେ ମୋ ଅମାନତ ସାଥେ ମତେ ଛାଡ଼ି ଦିଅ। ଶୁଣ ବିକ୍ରମ, ଆମେ ଦୁଇ ଜଣ ଏ ରାଜ ନହେଲେ କଣ ଏତେ ସହଜରେ ମୁଁ ତୋତେ ଛାଡ଼ିଦେବିନି ବିକ୍ରମ। ତୁ ମରିବୁ ବିକ୍ରମ, ତୁ ମରିବୁ, ହେଲେ କେବେ ମାରିବିନି। ଏମିତି ବଞ୍ଚି ବଞ୍ଚି ତୁ ମୋଠୁ ମରିଯିବ। ଶୁଣ, ତୋର ଯଦି ବଞ୍ଚିବାର ଟିକେ ବି ଲାଳସା ଅଛି, ତାହେଲେ ମୋର ଗୋଟେ ସର୍ତ୍ତରେ ତୁ ରାଜି ହବୁ ନା? କୋଉ ସର୍ତ୍ତ? ହବ। ଆଜି ଦିନଠାରୁ ତୁ ଆଉ ତୋ ସ୍ତ୍ରୀ ତୁଳସୀ এই চন্দনগড় রাজ্য ছাড়ি ସବୁଦିନ ପାଇଁ ଚାଲି ଯା। বাঁধুছি না? এই চন্দনগড় রাজ্য ছাড়ি যাওয়া ততে ভারী বাঁধুছি না? এটা শোন বিক্রম, যদি তুমি প্রস্তাবে রাজি ন হও, তাহলে শোন, মা রাণ সত কହୁଥିଲେ বিক্রম, তোর এই সুন্দরী স্ত্রীকে ମୁଁ ଏଇଠି ଧର୍ଷଣ କରିବି। ମାନିବୁ ନା ନାଇଁ? କହ, ଏବେ ବୋକା କହ। ମାନିବି ସେନାପତି ବାବୁ, ମୁଁ ଭାବିଥିଲି ସେଇଦିନ ପ୍ରତିଜ୍ଞା ନେଇଥିଲି, ଆଜି ନହେଲେ କାଲି ଏଇ ବିକ୍ରମ ବଳିଆ ସିଂହ ଗୋଟାଏ ମୋ ଭିକାରୀ ସଜେଇ ଦେବି। ଭିକାରୀ ହେଲେ ଆଜି ତୁ ଗୋଟେ ବନିଗଲୁ ଏଇ ବଡ଼ ଦାଣ୍ଡର ବଡ଼ ଭିକାରୀ। ସାବିତ୍ରୀ କି ସହି ଯିବ ପତିର ମରଣ, ସାଥେ ରହି ହେଲେ ବି ଲୁହର କାରଣ। ସାବିତ୍ରୀ କି ସହି ଯିବ ପତିର ମରଣ, ସାଥେ ରହି ହେଲେ ବି ଲୁହର କାରଣ। আখি লুহ ফুটিছি দুঃখ সাগরে ভাসিছি, আখি লুহ ফুটিছি দুঃখ সাগরে ভাসিছি। ছাড়িবি পতিভক্তি, ছাড়িবি পতিভক্তি এ কলি যুগরে। তুলসী 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 লড়ুছি যম সাথীরে, 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 তুলসী লড়ুছি যম সাথীরে,
आज मो बहुत खुश है कहीं ना सही दिन मो प्रतिज्ञा कर